ବ୍ରହ୍ମପୁର ଊର୍ଜା ଏକାଡେମୀ ପକ୍ଷରୁ ପ୍ରମୁଖ ବାର୍ଷିକ ଉତ୍ସବ ଅଭିଳାଷ 2026 ଅତ୍ୟନ୍ତ ଗର୍ବ ଓ ଉତ୍ସାହ ସହକାରେ ପାଳିତ ହୋଇଯାଇଛି। ଗଞ୍ଜାମ କଳା ପରିଷଦଠାରେ ଆୟୋଜିତ ଏହି ଦିନବ୍ୟାପୀ କାର୍ଯ୍ୟକ୍ରମ ଏକ ଦ୍ୱିବିଧ ଉତ୍ସବ ଭାବେ ପାଳିତ ହୋଇଥିଲା। ପ୍ରଥମତଃ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିକଟରେ ନିଯୁକ୍ତି ପାଇଥିବା ବିଇଡି ଛାତ୍ରଛାତ୍ରୀଙ୍କ ସଫଳତାକୁ ସମ୍ମାନିତ କରାଯାଇଥିଲା ଏବଂ ଦ୍ୱିତୀୟରେ ଆଗାମୀ ଶିକ୍ଷାବର୍ଷର ଭବିଷ୍ୟତ ଶିକ୍ଷକମାନଙ୍କୁ ସ୍ୱାଗତ କରାଯାଇଥିଲା। ଶିକ୍ଷାର ମଶାଲଧାରୀମାନଙ୍କୁ ସମ୍ମାନ ସକାଳ 10:30 ସମସ୍ତ ବିଶିଷ୍ଟ ଅତିଥିମାନଙ୍କ ଉପସ୍ଥିତିରେ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଅନୁଷ୍ଠାନର ନିର୍ଦ୍ଦେଶକ ଏନ୍ ସନ୍ତୋଷ କୁମାର ରେଡ୍ଡି ଅତିଥି ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରି କହିଥିଲେ ଯେ ଏହି ଅନୁଷ୍ଠାନର ନିର୍ଦ୍ଦେଶକ ଭାବେ ସେବା କରିବା ତାଙ୍କ ପାଇଁ ଏକ ସୌଭାଗ୍ୟ। ସେ ମତ ପ୍ରକାଶ କରିଥିଲେ ଯେ ଏହି ସମାରୋହ କେବଳ ଏକ ଉତ୍ସବ ନୁହେଁ ବରଂ ଶୈକ୍ଷିକ ଉତ୍କର୍ଷତା ଏବଂ ନୂତନତା ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇବାର ଏକ ମାଧ୍ୟମ। ପ୍ରମୁଖ ଅତିଥିମାନେ ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ ଯୋଗଦେଇ କହିଥିଲେ ଯେ ବୈଷୟିକ ଦକ୍ଷତା ଆବଶ୍ୟକ ହେଲେ ମଧ୍ୟ ପ୍ରଭାବଶାଳୀ ଯୋଗାଯୋଗ ଏବଂ ଦୃଢ଼ ନୈତିକ ଚରିତ୍ର ହିଁ ଜଣେ ଶିକ୍ଷକକୁ ପ୍ରକୃତରେ ସ୍ୱତନ୍ତ୍ର କରିଥାଏ। ମୁଖ୍ୟ ବକ୍ତା ଦେବେନ୍ଦ୍ର ବେହେରା ଗୁରୁତ୍ୱାରୋପ କରିଥିଲେ ଯେ ଉତ୍କର୍ଷତା ହେଉଛି ନିରନ୍ତର ଜିଜ୍ଞାସା ଏବଂ ଏକ ଶୃଙ୍ଖଳିତ ମନୋଭାବର ପରିଣାମ। ସମ୍ମାନିତ ଅତିଥି ଭାବେ କିଶୋର କୁମାର ବେହେରା ସଫଳତା ପ୍ରତି ବୈଜ୍ଞାନିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥିଙ୍କ ପ୍ରେରଣାଦାୟୀ ବକ୍ତବ୍ୟ ଡକ୍ଟର ରଶ୍ମିତା ପଣ୍ଡା ଶିକ୍ଷା କେବଳ ଏକ ଡିଗ୍ରୀ ନୁହେଁ, ଏହା ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ। ସମାଜ ସେବା ପାଇଁ ଶିକ୍ଷାକୁ ବ୍ୟବହାର କରନ୍ତୁ। ବିଭୂଷଣ ସ୍ୱାମୀ କଲେଜର ଜୀବନକୁ ପ୍ରୟୋଗଶାଳା ଭାବେ ଗ୍ରହଣ କରନ୍ତୁ। ବିଫଳତାକୁ ଭୟ କରନ୍ତୁ ନାହିଁ, ଏହା ଶିକ୍ଷାର ଏକ ଅଂଶ। ପି ନାରାୟଣ ରେଡ୍ଡି ବଦଳୁଥିବା ଦୁନିଆରେ ନିଜକୁ ଖାପ ଖୁଆଇ ଚଳିବା ଏବଂ ଯୋଗାଯୋଗ ଦକ୍ଷତା ଉପରେ ଧ୍ୟାନ ଦିଅନ୍ତୁ। ସୀମାଞ୍ଚଳ ପାତ୍ର ଆପଣଙ୍କ ପୃଷ୍ଠଭୂମି ଆପଣଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରେ ନାହିଁ ବରଂ ଆପଣଙ୍କ ନିଷ୍ଠା ହିଁ ସଫଳତା ଆଣିଦିଏ। ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଛାତ୍ରୀ ପ୍ରେରଣା ପଣ୍ଡାଙ୍କ ଦ୍ୱାରା ଏକ ଚିତ୍ତାକର୍ଷକ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଷ୍ଟୁଡେଣ୍ଟ ଅଫ୍ ଦ ଇୟର 2025 ପୁରସ୍କାରପ୍ରାପ୍ତ ଛାତ୍ର ସଂଗ୍ରାମ ପଟ୍ଟନାୟକ ପରିଚାଳନା କରିଥିଲେ। ବିଇଡି ଶ୍ରେଣୀର ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଶୈକ୍ଷିକ ସଫଳତା ପାଇଁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଶେଷ କରି ଲିଭ୍ ଟ୍ରେନିଂ ରିଜର୍ଭ ଜୁନିୟର ଟିଚର ଏବଂ ଆର୍ଏଚ୍ ରେଗୁଲାର ହାଇସ୍କୁଲ ଟେଣ୍ଟରୱେର ଭଳି ରାଜ୍ୟ ଶିକ୍ଷକ ନିଯୁକ୍ତିର ସଫଳତା ପାଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା, ଯାହା ଅନୁଷ୍ଠାନର ଉଚ୍ଚମାନର ଶିକ୍ଷାଦାନର ପ୍ରମାଣ ଦେଉଥିଲା। ଅପରାହ୍ନ ଅଧିବେଶନରେ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଂସ୍କୃତିକ ପରିବେଶ ସୃଷ୍ଟି ହୋଇଥିଲା। ଲୋକଗୀତ ଏବଂ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଅପୂର୍ବ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଷ୍ଠାନର ମାଇଲଖୁଣ୍ଟ ସାରଥୀ ରଞ୍ଜନ ପାଢ଼ୀ ବାର୍ଷିକ ବିବରଣୀ ଉପସ୍ଥାପନ କରି ଅନୁଷ୍ଠାନର ଅଭିବୃଦ୍ଧି ଏବଂ ଉଚ୍ଚମାନର ଶିକ୍ଷକ ପ୍ରସ୍ତୁତ କରିବା ଦିଗରେ ଏହାର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ପରିଶେଷରେ ସହ ନିର୍ଦ୍ଦେଶକା ଶ୍ରୀମତୀ ଗଙ୍ଗା ରେଡ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ଅନୁପ୍ରାଣିତ କରିବା ସହ ନୂତନ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଭରି ଦେଇଥିଲା। ବ୍ୟୁରୋ ରିପୋର୍ଟ, ଆଞ୍ଚଳିକ ବାର୍ତ୍ତା। ମୋ ନାଁ ଭଗବାନ ରାଉତ। ହଁ, ନିଶ୍ଚିତ ଭାବରେ ସଫଳତା ଶ୍ରେୟ ନିଜ ନିହାତି ଉର୍ଜା ଏକାଡେମୀ ଯିବ। 2020ରୁ 22 ମସିହାରେ ସୂର୍ଯ୍ୟ ଭାଇ ସହ ମିଶିକି ସନ୍ତୋଷ ସାର୍ଙ୍କର ଯେଉଁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମେ ଜେଆର୍ଆର୍ରେ ବିଇଡ଼ି କରିଥିଲୁ। ତାପରେ ସାର୍ ପ୍ରତିଦିନ ପ୍ରତିବର୍ଷ ରେଜଲ୍ଟ ପରେ ପ୍ରତିଦିନ ଫଲୋଅପ୍ କରନ୍ତି, ତୁମ ଡେ ପ୍ରିପେୟାର କଲ କି, ପିଜିଟି ବାହାରିଲା ତୁମେ ରେଡ଼ି ହେଲ କି। ତ ସେଇ ଯେଉଁ ଫଲୋଅପ୍ ଥିଲା ସାର୍ଙ୍କ ମାର୍ଗଦର୍ଶନ ଆଶୀର୍ବାଦରୁ ଆମେ 2023 ମସିହାରେ ହିଁ ରାଜ୍ୟ ସରକାରଙ୍କ ଦ୍ୱାରା ଏସ୍ଏସ୍ବି ମାଧ୍ୟମରେ ଆମେ ଏସ୍ଏସ୍ବି ଦ୍ୱାରା ପିଜିଟି ଭାବରେ ବର୍ତ୍ତମାନ ମୁଁ ଓମେନ୍ସ କଲେଜ ପାରଳାଖେମୁଣ୍ଡରେ କାର୍ଯ୍ୟରତ ଇକୋନୋମିକ୍ସ ବିଭାଗରେ। ଆଉ ଯାହା ବି ଶ୍ରେୟ ଅଛି ଏଇ ପାଇବାରେ ନିହାତି ଭାବରେ ସଫଳତାର ଶ୍ରେୟ ତ ସନ୍ତୋଷ ସାର୍ ଉର୍ଜା ଏକାଡେମୀ ଦେବି। ବାର୍ତ୍ତା ହେଲା ସନ୍ତୋଷ ସାର୍ ସବୁଦିନ ପିଲାଙ୍କ ସହ ଅଛନ୍ତି, ଯେକୌଣସି ସମୟରେ 24/7। ଏମିତି ନାହିଁ ଯେ ଅଫିସ୍ ଆୱାର, 24/7 ସାର୍ଙ୍କର ସବୁବେଳେ ସହଯୋଗ ପିଲାଙ୍କ ପାଇଁ ଅଛି। ସେ ପାଠ ପାଇଁ ହେଉ କି ପାଠ ଛାଡ଼ି ପରିବାରରେ କାମ ବି ହେଉ, ଯେଉଁ ସମୟରେ ଆପଣ ପଇସା ବି ନାହିଁ କଲେ ମଧ୍ୟ ସାର୍ ଆପଣଙ୍କୁ ସହଯୋଗ କରିଦେବେ। ତେଣୁ ପିଲାଙ୍କ ଗୋଟେ ବାର୍ତ୍ତା ହେଲା ପିଲା ସାର୍ଙ୍କୁ ସହଯୋଗ କରନ୍ତୁ, ଆଉ ସାର୍ଙ୍କ କଥା ଯଦି ମାନିକି କାମ କରିବେ ତାହେଲେ ନିହାତି ଭାବେ ନିଶ୍ଚିତ ଭାବରେ ସଫଳତା ପାଇବେ। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ମୋ ନାଁ ଏନ୍ ସନ୍ତୋଷ କୁମାର ରେଡ୍ଡି, ମୁଁ ଉର୍ଜା ଏକାଡେମୀର ଡାଇରେକ୍ଟର। ଆଜି ଉର୍ଜା ଏକାଡେମୀ ତରଫରୁ ଅଭିଳାଷା କାର୍ଯ୍ୟକ୍ରମ ଆଜି ଆମେ ଅନୁଷ୍ଠିତ କରିବାକୁ ଯାଉଛୁ। ସମସ୍ତ ଛାତ୍ରଛାତ୍ରୀ ଯେଉଁମାନେ ଜବ୍ ପାଇଛନ୍ତି ସେମାନଙ୍କୁ ଆମେ ଡାକିଛୁ ଏବଂ 2025-27ର ବ୍ୟାଚ୍ର 356 ପିଲା ଏ ବର୍ଷ ଜଏନ୍ କରିଛନ୍ତି, ତାଙ୍କୁ ମଧ୍ୟ ସେମାନଙ୍କୁ ଡାକିଛୁ
ତାଙ୍କୁ ଆମେ ୱେଲକମ୍ ତାଙ୍କୁ ଆମେ କରିବୁ। ଏହିପରି ବିଶେଷ କାର୍ଯ୍ୟକ୍ରମ ଅଛି। ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଆମ ରାଜ୍ୟରୁ ଅନ୍ୟ ରାଜ୍ୟରୁ ମଧ୍ୟ ଆସିଛନ୍ତି ଏହି ପ୍ରୋଗ୍ରାମରେ ଆଟେଣ୍ଡ କରିବା ପାଇଁ। ବାର୍ତ୍ତା କ'ଣ ଦେବେ? ବାର୍ତ୍ତା ଦେବି ନବାଗତ ପୁରୁଣା ଛାତ୍ର ବାର୍ତ୍ତା ଦେବି ଉର୍ଜା ଏକାଡେମୀ ସବୁବେଳେ ପିଲାଙ୍କ ସହିତ ଅଛି ରହିବ। ତାଙ୍କର ସବୁବେଳେ କିପରି ଇମ୍ପ୍ରୁଭମେଣ୍ଟ ହେବ ତା ଅନୁସାରେ ଆମେ ଏଜେଣ୍ଡା ତିଆରି କରୁଛୁ। ପ୍ରତ୍ୟେକ ବର୍ଷ 50ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ ପଢ଼ି ଚାକିରି ପାଉଛନ୍ତି। ଏଇଟା ଗୋଟେ ଉତ୍ସାହର ମାର୍ଗ ଯୋଗୁଛି ଉର୍ଜା ଏକାଡେମୀ। ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଏହିପରି ଅନୁଷ୍ଠାନରେ ଆସି ଯୋଗଦାନ କରିବା ପାଇଁ।